ଲକ୍ଷେନ୍ଦ୍ର ଜ୍ୟୋତି, ଘର ଆଢ଼ିଆ ପନ୍ଥା, ବାଲିଆପାଳ, ବାଲେଶ୍ୱର। ମୁଁ 3 ଖଣ୍ଡ ନାଟକରେ ଅଭିନୟ କରୁଛି। ନାଟକ ଅଛି କେହି କହିବେନି କାହିଁ କାଞ୍ଚୁ, ଜଗାକୁ ଶ୍ରୀମନ୍ଦିର ମନା, ଏସବୁ ତ ଭାଗ୍ୟରେ ଦୋଷ। ହଁ, ଖୁସି ଅଛୁ, ଯାହାକି 3ଟି ନାଟକରେ ମୋର 3 ପ୍ରକାର ପାଠ ପଡ଼ିଛି। ମୁଁ ଭାରି ଖୁସି ଅଛି। ମୋର ଏଇଟା 30 ବର୍ଷ ପାଖାପାଖି ହେଇଯିବ। କିନ୍ତୁ ଛୋଟ ପାଟିରେ ବହୁତ, ସେ ଆଉ ମନେ ଅଛି ନା। ନାଟକ ତ ଅଭିନୟ କଲାବେଳେ ପ୍ରାୟ ସବୁ ନାଟକ ନିଜକୁ ଖୁସି ଦିଏ। ଯେ ପ୍ରକାର ପାଠ ପଢ଼ିଲେ ବି ଖୁସି ଲାଗେ। ନାଇଁ, ପ୍ରଥମ ମୋର ଗୁରୁ ଯେତେବେଳେ ମୋତେ ଶିଖନ୍ତି, ସେତେବେଳେ ସିଏ ନଥିବା ଅବସ୍ଥାରେ ମୁଁ ଏମିତି ପିଲାମାନଙ୍କୁ କହିଦେଉଥାଏ। ସେମିତି ଲୁଚି ଛପି ଦେଖି ମୋ ମୁଣ୍ଡରେ ହାତ ବୋଳିଦେଇ ତୁ ଗୋଟେ ବଡ଼ କଳାକାର ହବୁ। ସେଇଠୁ କ'ଣ ହେଲା, ଠାକୁରଙ୍କର ଆଶୀର୍ବାଦ, ଗୁରୁଙ୍କର ଆଶୀର୍ବାଦ, ମୁଁ ପୁଣି ଆସିଲି କଳାମଞ୍ଚକୁ। ସେ ଯେଉଁ 30 ବର୍ଷ ତଳର ନାଟକ ଆଜି ନାଟକ ଭିତରେ ତ ବହୁତ ତଫାତ୍, ଆକାଶ ପାତାଳ ଫରକ। ତ ଆମେ ଚଳି ଆସୁଛୁ, ଆଉ ପିଲାମାନେ ଯେଉଁମାନେ ନୂଆ ଆସୁଛନ୍ତି, ସେମାନେ ନୂଆ ଢଙ୍ଗରେ, ନୂଆ ମଞ୍ଚରେ ନୂଆ ଅଭିନୟ କରୁଛନ୍ତି। ଏଟାକୁ ଆମେ ଖୁସି ଲାଗୁଛି। ଦାୟୀ ସମାଜ ରହିବ, ଆମେ ଦାୟୀ ନୁହଁ, କେହି ଦାୟୀ ନୁହଁ। ସମାଜ ସେଇଭଳିଆ ଚାଲିଛି, ତେଣୁ ସମାଜକୁ ଆମକୁ ଦେଖିବା ପାଇଁ ହେଉଛି। ଆମେ କ'ଣ କରିବା? କାରଣ ବୋଲେ ଯେଉଁ ଆଧୁନିକ ଟାଇପ୍ରେ ଯେଉଁ ଚାଲିଛି ବର୍ତ୍ତମାନ ଫିଲ୍ମ କି ସିରିଏଲ, ସେସବୁ ଟାଇପ୍ରେ, ସେସବୁ ଢଙ୍ଗରେ ଯାତ୍ରା ମଞ୍ଚ ହେଇପାରୁନାହିଁ। ସେଇଥିପାଇଁ ଯାତ୍ରାକୁ ବେଶୀ ଲୋକ ଆଉ ଆଗ୍ରହ ନାହାନ୍ତି। ନାଇଁ, କିଛି ହେଇନୁ, ଏମିତି ଚାଲିଛି। କେଉଁ ପାର୍ଟି ମାଲିକ ଧର କହିବେ ସେଠି ଯିବା, କେହି ପାଟିରେ ବି ରହିପାରି, ତାର କିଛି ଠିକ୍ ନାହିଁ। କ'ଣ ଆଉ ମେସେଜ ଦେବି? ଏଇ ଖୁସି, ଆଉ କ'ଣ? ଦୁଃଖ, କଳାକାର ଜୀବନର ଦୁଃଖ ଛଡ଼ା ଖୁସି ନାହିଁ। କେବଳ 4 ଘଣ୍ଟା ଯେଉଁ ମଞ୍ଚରେ ଅଭିନୟ କରୁଛନ୍ତି, ସେତିକି କେବଳ ଖୁସି। ତାହା କ'ଣ କହୁଛନ୍ତି? ହଁ, ପରିବାର ମୋ ପଟରେ ସପୋର୍ଟ, ମୋ ପକ୍ଷେ ସପୋର୍ଟ ଅଛି। ଘରେ କ'ଣ କରିଥାନ୍ତେ? ଚାଷବାସ ମୋର ଜମି ଜମା ଅଛି, କ'ଣ କରିଥାନ୍ତେ ଆଉ।